ମା ମା ଦେଖ କେଡ଼େ ସୁନ୍ଦର ପ୍ରଜାପତି। ହି 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 ହି। ଧନରେ ତୁ ବେଶୀ ଦୂରକୁ ଯିବୁନି, ନହେଲେ ବିପଦ ଆସିପାରେ। ହଁ ମା, ମୁଁ ଏଇଠାରେ ହିଁ ଅଛି। ଦେଖ ମୁଁ ପଥର ଉପରେ ହିଁ ଠିଆ ହୋଇଛି। ଆରେ ନା ନା, ଏତେ ଉପରକୁ ଯାଆନି, କାଳେ ଯଦି ପଡ଼ିଯିବୁ ତୋର ହାତ ଗୋଡ଼ ଭାଙ୍ଗିଯିବ। ଆରେ ନା ନା ମା, ମୋର କିଛି ହେବନି, ତୁମେ ଖାଲି ଦେଖ। ଓ ଆରେ ମରିଗଲି। ଓଲୋ ଓ ଆ ମୁଁ ମରିଗଲି। ଓହୋ ଧନରେ, ତୋର କ'ଣ ହେଲା? ତତେ ମନା କରୁଛି ନା ଏତେ ଉପରକୁ ଚଢ଼େନି ବୋଲି, ହେଲେ ତୁ ତ ମୋ କଥାକୁ ଟିକେ ବି ହେଲେ ଶୁଣିଲୁନି। ମା, ମୋର ଭୁଲ ହୋଇଯାଇଛି, ମୁଁ ଆଉ ଏତେ ଉପରକୁ ଚଢ଼ିବିନି। ଦେଖି ଦେଖି କ'ଣ ହେଲା ତୋର? ଆରେ ତୋର ତ କିଛି ହବନି, ଚାଲ ଘରକୁ ଫେରିଯିବା। ସେଠିକି ଯାଇ ତୁ ଟିକେ ବିଶ୍ରାମ ନେବୁ, ବୁଝିଲୁ? ମା, ମତେ ଜୋରେ ଭୋକ ଲାଗିଲାଣି। ତତେ ଭୋକ ଲାଗିଲାଣି? ହଉ, ଆ କ୍ଷୀର ଖାଇଦେ, ପେଟ ଭର୍ତ୍ତି କରି ଖାଇବୁ ହେଲା। ତାପରେ ମୁଁ ଜଙ୍ଗଲକୁ ଯିବି ଘାସ ଖାଇବାକୁ, ତାପରେ ଫେରିଲା ବେଳକୁ ଡେରି ହୋଇଯାଇପାରେ। ଠିକ୍ ଅଛି ମା। ମା, ତୁମେ ଆଜି ନ ଗଲେ ହବନି? ଦେଖ ଏଇ ଆଖପାଖରେ ତ ବହୁତ ଘାସ ଅଛି, ଏଠି ତୁମେ ଖାଅ। ନାଇଁ ରେ ଧନ, ତୋ ଦେହଟା ଟିକେ ଖରାପ ଅଛି, ତତେ ବହୁତ କ୍ଷୀରର ଆବଶ୍ୟକ ଅଛି। ଏଇଠି ଯେତିକି ଘାସ ଅଛି ତାକୁ ଖାଇଲେ ବେଶୀ କ୍ଷୀର ହେବନି। ଜଙ୍ଗଲକୁ ଯାଇ ସେଠାରେ ଯୋଉ ଘାସ ଅଛି ତାକୁ ଖାଇଲେ ବହୁତ କ୍ଷୀର ହେବ, ଆଉ ତୁ ଖାଇଲେ ଯାଇ ତୋ ପେଟ ପୁରିବ, ବୁଝିଲୁ? ହଁ ମା, ବୁଝିଛି। ତୁମେ ଶୀଘ୍ର ଶୀଘ୍ର ଫେରି ଆସିବ। ତୁମେ ନଥିଲେ ମତେ ଏକା ଏକା ଭଲ ଲାଗିବନି ମା। ଆଚ୍ଛା ଠିକ୍ ଅଛି ଧନ, ତୁ ଘରକୁ ଯା, ବିଶ୍ରାମ ନେବୁ, ମୁଁ ଯାଇକି ଶୀଘ୍ର ଫେରି ଆସିବି। ଏଠି ତ ଭଲ ଘାସ ନାହିଁ, ଯାଉଛି ଜଙ୍ଗଲ ଭିତରକୁ ଯିବି। ହେଲେ ସେଠି ତ ବାଘ ଶିଆଳ ସବୁ ଥିବେ, ହେଲେ କ'ଣ କରିବି ଯେ? ମୋ ଛୁଆକୁ ଅଧିକ କ୍ଷୀର ଦରକାର। ଯାହା ବି ହେଇଯାଉ ମତେ ଜଙ୍ଗଲ ଭିତରକୁ ଯାଇ ସେଠାରେ ଥିବା କଅଁଳିଆ ଘାସ ଖାଇବାକୁ ପଡ଼ିବ। ଯାଉଛି, ଯିବି। ଓ ଆରେ ବାପରେ, ବାଘ! ଆରେ ଶିକାରଟା କ'ଣ ଚାଲି ଚାଲି ମୋ ପାଖକୁ ଚାଲି ଆସିଛି? ବାଘ ମାମୁଁ, ତା ମାନେ ଏ ଗାଈଟା ଆମକୁ ଭୟ କରେନି? ଆରେ ଆରେ, ଏଇ କଥାଟା ସ୍ପଷ୍ଟ ଯେ ଆଜିକାଲି ଆଉ ଏ ଗାଈମାନେ ଜଙ୍ଗଲକୁ ଭୟ କରୁନାହାନ୍ତି। ଆରେ ବେଟା ଗାଈ, ଆଜି ଆଉ ତୋର ନିସ୍ତାର ନାହିଁ। ଆଜି ତତେ ମୋ ହାତରେ ମରିବାକୁ ପଡ଼ିବ। ନାଇଁ ନାଇଁ, ମତେ ମାର ନାହିଁ, ମୁଁ ଏଠାକୁ କେବଳ ଘାସ ଖାଇବାକୁ ହିଁ ଆସିଛି। ତୋର କିଛି କଥାକୁ ମୁଁ ଆଜି ଶୁଣିବିନି। ଆରେ ଏ କୁମ୍ଭୀର, ତାକୁ ମାର।
ଏ ଶିଆଳ ଧରେ ତାକୁ। ହଁ ହଁ, ମୁଁ ତ ଖାଲି ସବୁ କାମ ଏକା କରୁଥିବି ଆଉ। ଆରେ ଇଏ କ'ଣ ହେଲା? ସିଏ ତ ଏଠୁ ପଳେଇଲା। କିଛି ଗୋଟେ କରିବାକୁ ହେବ। ଏ ଗାଈ, ରହ ରହ କହୁଛି। ଓରେ ବାବରେ, ମରିଗଲି ରେ, ମୋ ପେଟଟା ଫାଟିଗଲା ରେ। ହେଇ ତେରିକା, ତୋ ଦ୍ୱାରା କିଛି ହେବ ନାହିଁ। ଦେଖ, ମୁଁ ଯାଇ ତାକୁ ଧରୁଛି। ମତେ ମାରନି, ମତେ ମାରନି, ମତେ ଛାଡ଼ିଦିଅ। ଓହୋ, ଗଲାରେ ବାବା, ସବୁ ସରିଗଲା। ମୁଁ ମରିଗଲି ରେ, ମରିଗଲି। ଓ ହୋ ହୋ ହୋ, କେତେ ହଇରାଣ ହବାକୁ ପଡ଼ିଲା ରେ। ହଇରାଣ ହେଇଗଲି ରେ। ଓ ଆରେ ବାଘ ମାମୁଁ, ତାକୁ ଧର ଧର। ଆରେ ଏ ଗାଈ, ତୁ କୁଆଡ଼େ ପଳେଇବୁ? ତୁ ମତେ କେତେ ଦୌଡ଼େଇଲୁଣି। ମାମୁଁ, ଜଲ୍ଦି ଜଲ୍ଦି ତାକୁ ଧର, ନହେଲେ ସେ ପୁଣି ଖସି ଚାଲିଯିବ। ରୁହ ରୁହ, ଶୁଣ ଶୁଣ, ଆଗ ମୋ କଥା ଟିକେ ଶୁଣ। ମତେ ଖାଅ ନାହିଁ, ଏବେ ମତେ ଖାଅ ନାହିଁ, ଛାଡ଼ିଦିଅ। ମତେ ସନ୍ଧ୍ୟାବେଳେ ଖାଇବ। ସନ୍ଧ୍ୟାବେଳେ? ଆମେ ତତେ ଏବେ ହିଁ ଖାଇବୁ। ମୁଁ ମୋ ଛୁଆକୁ ଘରେ ଛାଡ଼ି ଦେଇ ଆସିଛି। ତାର ଦେହ ଭଲ ନାହିଁ। ମୁଁ ଭଲ କି ଘାସ ଖାଇଲେ ମୋର ବହୁତ ଭଲ କ୍ଷୀର ହେବ। ସେଥିପାଇଁ ମୁଁ ଏ ଜଙ୍ଗଲ ଭିତରକୁ ଆସିଥିଲି। ମତେ ଛାଡ଼ିଦିଅ। ଏବେ ମୁଁ ପେଟେ ଘାସ ଖାଇ ଘରକୁ ଯାଇ ମୋ ଛୁଆକୁ ପେଟ ଭର୍ତ୍ତି କରି କ୍ଷୀର ଖାଇବାକୁ ଦେଇ ଫେରି ଆସିବି। ଆଉ ତାପରେ ତୁମେମାନେ ମତେ ଖାଇବ। ଆରେ ତୁ ନିଜକୁ କେତେ ଚାଲାକ ଭାବୁଛୁ ନା? ତୁ ଏଠୁ ପଳେଇଲେ ତୁ କ'ଣ ଆଉ ଆସିବୁ? ଘରକୁ ଗଲେ ତୁ ଆଉ ଫେରିବୁନି, ଆମେ ଜାଣିଛୁ। ନା ନା, ଏମିତି ନୁହେଁ। ମୁଁ ସତ କହୁଛି। ମୁଁ ରାଣ ଖାଉଛି। ମୁଁ ନିଶ୍ଚୟ ଆସିବି। ଆଉ ଯଦି ତୁ ନ ଆସୁ? ଯଦି ସେ ନ ଆସିବ, ତାହେଲେ ତା ଘରକୁ ଯାଇ ତା ଛୁଆକୁ ଖାଇଦେଇ ଆସିବା। ନା ନା, ମୋ ଛୁଆକୁ ଛାଡ଼ିଦିଅ। ମୁଁ କଥା ଦେଉଛି, ମୁଁ ତୁମ ପାଖକୁ ନିଶ୍ଚିତ ଆସିବି। ଠିକ୍ ଅଛି, ତାହେଲେ ତୁ ଯା। ଯଦି ତୁ ନ ଆସିବୁ, ଆମେ ଯାହା କହିଲୁ ତାହା ହିଁ କରିବୁ। ମୁଁ ନିଶ୍ଚିତ ଆସିବି, କଥା ଦେଉଛି। ମା ମା, ତୁମେ ଆସିଯାଇଛ? ତୁମର ଏତେ ଡେରି ହେଲା କ'ଣ ପାଇଁ ଆଜି ମା? ମୁଁ ସେତେବେଳଠାରୁ ତୁମ ବାଟକୁ ଚାହିଁକି ହିଁ ଅଛି। ମା, ତୁମେ ମତେ କଥା ଦିଅ, ମତେ ଏକା ଛାଡ଼ି ତୁମେ ଆଉ କେବେ ଯିବ ନାହିଁ। ମା, ତୁମେ କାନ୍ଦୁଛ, କ'ଣ ହେଇଛି ତୁମର? ତୁମେ ମୋ କଥା ଶୁଣି କାନ୍ଦୁଛ? ହଉ, ମୋର ଭୁଲ ହୋଇଯାଇଛି। ମୁଁ ତୁମକୁ କଥା ଦେଉଛି, ମୁଁ ଆଉ କେବେ ବି ଦୁଷ୍ଟ ହେବି ନାହିଁ, ଆଉ ତୁମକୁ କିଛି କହିବିନି। ନା ନା, ମୁଁ କାନ୍ଦୁନି। ମୋ ଆଖିରେ ଗୋଟେ କ'ଣ ପଡ଼ିଗଲା। ଆସିଲୁ, ମୋ ଧନ ଟିକେ ମୋ ପାଖକୁ ଆସିଲୁ। ତତେ ଟିକେ ଗେଲ କରିଦିଏ ମନ ଭରି। ତତେ ଜୋରେ ଭୋକ ଲାଗିବଣି। ତୁ ଶୀଘ୍ର ଶୀଘ୍ର ପେଟ ଭର୍ତ୍ତି କରି କ୍ଷୀର ଖାଇନେ। ହଉ ମା। ଧନରେ, ମୋ କଥା ତୋର ମନେ ଅଛି ତ? କୋଉ କଥା ମା? ଶୁଣୁ ଧନ, ତୁ କାହା ମନରେ କଷ୍ଟ ଦବୁନି।
ଛୋଟମାନଙ୍କୁ ଆଦର କରିବୁ ଆଉ ବଡ଼ମାନଙ୍କୁ ସମ୍ମାନ ଦେବୁ। ବୁଝିଲୁ? ଠିକ୍ ଅଛି ମା। ମା, ମୁଁ ତୁମ କଥା ମାନି ଚାଲିବି। ମା, କୁହ ତ ତୁମର କ'ଣ ହୋଇଛି? କ'ଣ ପାଇଁ ତୁମ ମନ ଏତେ ଦୁଃଖ? କିଛି ତ ହେଇନି ଧନ, ତୁ ଶୋଇପଡ଼। ମୋ କୋଳରେ ଆସି ତୁ ଶୋଇପଡ଼। ଆରେ ଶିଆଳ, ଏତେ ସମୟ ହୋଇଗଲାଣି, ଗାଈ ତ କାହିଁ ଆସିଲାନି? ମୁଁ ତ ସେଥିପାଇଁ କହୁଥିଲି ତାକୁ ଛାଡ଼ ନାହିଁ, କିନ୍ତୁ ତୁମେ ଆଉ ମାମୁଁ ତ ମୋ କଥାକୁ ଶୁଣିଲନି। ଚାଲ ଏବେ ଆମେ ତାର ଘରକୁ ଯିବା। କୁଆଡ଼େ ଯିବା ଆଉ ଦରକାର ନାହିଁ, ମୁଁ ଆସିଯାଇଛି। ହା 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 ହା, ଦେଖିଲ ତ, ମୁଁ କହୁଥିଲି ନା ଗାଈ ନିଶ୍ଚୟ ଆସିବ ବୋଲି। ଆରେ ତାହେଲେ ଆଉ ଡେରି କ'ଣ ପାଇଁ? ଚାଲ ସମସ୍ତେ ମିଶି ଖାଇବା, ମତେ ଜୋରେ ଭୋକ ଲାଗିଲାଣି। ମା, ଓ ମା। ଆରେ ଧନ, ତୁ ଏଠାକୁ କାହିଁକି ଆସିଛୁ? ତୁ ଶୀଘ୍ର ଶୀଘ୍ର ଏଠାରୁ ପଳା। ତତେ ଯା ପରା କହୁଛି। ମା, ତୁମେ ମତେ ସେଠାରେ ଏକା ଛାଡ଼ି ଦେଇ ଏଠାକୁ ଏକା ମରିବାକୁ ଆସିଛ? ମୋ କଥା ଟିକେ ବି ହେଲେ ଭାବିଲନି? ମୋ ପାଖରେ ଆଉ କିଛି ଉପାୟ ନଥିଲା ଧନ। ମୁଁ ଯଦି ଏଠାକୁ ନ ଆସିଥାନ୍ତି ତାହେଲେ ଏମାନେ ସମସ୍ତେ ସେଠିକି ଯାଇ ମୋ ସହିତ ତତେ ବି ଖାଇ ଦେଇଥାନ୍ତେ। ମୁଁ ତାଙ୍କୁ କଥା ଦେଇଥିଲି ମୁଁ ଏଠାକୁ ଆସିବି ବୋଲି। ମୁଁ ଯଦି ନ ଆସିଥାନ୍ତି ତାହେଲେ ମତେ ସେମାନେ ସକାଳେ ହିଁ ଖାଇ ଦେଇଥାନ୍ତେ। ମା, ତୁମେ ମତେ ଛାଡ଼ି ଯାଅ ନାହିଁ। ମୁଁ ତୁମକୁ ଛାଡ଼ି ବଞ୍ଚି ପାରିବି ନାହିଁ। ବାଘ ମାମୁଁ, ମୁଁ ଏସବୁ ଦେଖିପାରୁନାହିଁ। ମୁଁ ତାକୁ ଖାଇପାରିବିନି, ତୁମେ ମାନେ ଖାଅ। ନା କୁମ୍ଭୀର, ଏ ଗାଈ ତାର କଥା ରଖିଛି, ମୁଁ ବି ତାକୁ ଖାଇପାରିବିନି। ଏ ଶିଆଳ, ତୁ ଯଦି ଚାହୁଁଛୁ ତାହେଲେ ଖା। ଓହୋ, ତୁମେ ମାନେ ଏସବୁ କ'ଣ କହୁଛ? ମୁଁ ତାକୁ ଖାଇବି? ତୁମେ ମାନେ କ'ଣ ମତେ ନିଷ୍ଠୁର ଭାବୁଛ କି? ମୁଁ ବି ତାକୁ ଖାଇବି ନାହିଁ। ତାହେଲେ ଗାଈଟିକୁ ତାର ବାଛୁରୀ ସହିତ ତା ଘରକୁ ଛାଡ଼ିଦେବା। କ'ଣ କହୁଛ ତୁମେମାନେ? ସତ କହୁଛ? ହଁ ରେ ଛୋଟୁ, ଯା ଯା, ତୋର ମାକୁ ନେଇ ତୁ ସୁଖରେ ରହ। ଆଜିକାଲି ଏ ମିଛ ଦୁନିଆରେ ତୁ କଥା ଦେଇ କଥା ରଖିଛୁ, ତୋର ଏ କଥା ଯୁଗ ଯୁଗକୁ ରହିବ। ଯା ଏବେ ତୁ ଯା। ତୁମମାନଙ୍କୁ ବହୁତ ଧନ୍ୟବାଦ। ଧନ, ଚାଲ ଆମେ ଆମ ଘରକୁ ଫେରିଯିବା। ଆରେ ଶୁଣ, ମୋ ଛୁଆ କଥା ମୋର ଭାରି ମନେ ପଡୁଛି। ମୁଁ ଯାଉଛି। ବାଘ ମାମୁଁ, ମୋର ମୋ ଛୁଆ କଥା ମନେ ପଡୁଛି। ମୁଁ ଏବେ ଯାଉଛି। ଓ ବାଘ ମାମୁଁ, ମୋ ଛୁଆ କଥା ବି ମୋର ଭାରି ମନେ ପଡ଼ିଲାଣି। ମୁଁ ବି ଯାଉଛି। ଆରେ ମତେ ଛାଡ଼ି ଦେଇ ଏକା କରି ତୁମେ ମାନେ ସବୁ କୁଆଡେ ଯାଉଛ? ତୁମ କଥା ସବୁ ମୋର ମନେ ପଡିବ ରେ। ଆରେ ରୁହ ରୁହ କହୁଛି, ମତେ ଛାଡ଼ି ଯାଅ ନାହିଁ।